ସାଙ୍ଗମାନେ ଆପଣମାନେ ତ ବହୁତ ଭଲ ଭାବରେ ଜାଣିଥିବେ, ଭଗବାନ ଶ୍ରୀକୃଷ୍ଣଙ୍କ ହାତରେ ଯେଉଁ ଚକ୍ର ଥିଲା ତାହାର ନାମ ହେଉଛି ସୁଦର୍ଶନ ଚକ୍ର। କ'ଣ ଆପଣମାନେ ଜାଣିଛନ୍ତି ସେ ସୁଦର୍ଶନ ଚକ୍ର ଭିତରେ କ'ଣ ଅଛି? ଏମିତି କ'ଣ ଅଛି ଯେ ସେ ସୁଦର୍ଶନ ଚକ୍ର ଭିତରେ ମୁଁ ଆଜି ଆପଣମାନଙ୍କୁ ସେହି ବିଷୟରେ କିଛି କହିବାକୁ ଚାହୁଁଛି, ଯାହାକି ଆପଣମାନେ ଜାଣିନାହାନ୍ତି। ଯଦି ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖୁଛନ୍ତି ତାହେଲେ ଆପଣମାନେ ନିଶ୍ଚିନ୍ତ ଭାବରେ ଏହା ବିଷୟରେ ବହୁତ ଭଲ ଭାବରେ ବୁଝିପାରିବେ ବା ଜାଣିପାରିବେ। ମୁଁ ଆଶା କରୁଛି ଆପଣମାନେ ନିଶ୍ଚିନ୍ତ ଭାବରେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ ଲାଇକ୍ଟିଏ କରିବେ, କମେଣ୍ଟ ବକ୍ସରେ ଜୟ ଶ୍ରୀକୃଷ୍ଣ ନିଶ୍ଚିନ୍ତ ଭାବରେ ଲେଖିବେ। ଚାଲନ୍ତୁ ଆଜିର ଭିଡ଼ିଓଟି ଆରମ୍ଭ କରିବା। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ। ମୁଁ ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ। ଚାଲନ୍ତୁ ଆଜିର ଭିଡ଼ିଓଟି ଆରମ୍ଭ କରିବା। ମହାଭାରତର ରୋଚକ କଥା, କାହିଁକି ବିଦୁରଙ୍କୁ ଗିଳିଦେଲା ସୁଦର୍ଶନ ଚକ୍ର। ଆପଣମାନେ ଜାଣିଥିବେ ମହାଭାରତରେ ଜଣେ ଥିଲେ, ତାଙ୍କ ନାଁ ହେଉଛି ବିଦୁର। ତାଙ୍କୁ କ'ଣ ପାଇଁ ସୁଦର୍ଶନ ଚକ୍ର ଗିଳି ଦେଇଥିଲେ? ଚାଲନ୍ତୁ ଭିଡ଼ିଓଟି ଆରମ୍ଭ କରିବା। ଭଗବାନ ଶ୍ରୀହରିଙ୍କ ବିଭିନ୍ନ ଅବତାର ମଧ୍ୟରୁ କୃଷ୍ଣ ଅବତାର ଗୋଟିଏ ମୁଖ୍ୟ ଅବତାର ଅଟେ, ଯାହାକି ତ୍ରେତୟା ଯୁଗର ଅବତାର। ଏହି ଅବତାରରେ ଭଗବାନ ଶ୍ରୀକୃଷ୍ଣଙ୍କର ଅନେକ ଭକ୍ତ ଥିଲେ। ସାଙ୍ଗମାନେ ଆପଣମାନେ ତ ନିଶ୍ଚିନ୍ତ ଭାବରେ ଜାଣିଥିବେ ପ୍ରଭୁ ଶ୍ରୀକୃଷ୍ଣଙ୍କର ବହୁତ ରୂପ ଅଛି, ଯାହାକି ସେ ରୂପରେ ସେ ବହୁତ କିଛି ରୂପରେ ପୂଜା ପାଉଥାନ୍ତି, ବହୁତ କିଛି ରୂପରେ ଆଜି ମଧ୍ୟ ପୂଜା ପାଉଛନ୍ତି ଏ କଳି ଯୁଗରେ। ସେଥିପାଇଁ ସେ ଯେକୌଣସି ରୂପରେ ପୂଜା ପାଉଛନ୍ତି, ସମସ୍ତେ ତାଙ୍କର ଭକ୍ତ, ବହୁତ ତାଙ୍କର ଭକ୍ତ ଅଛନ୍ତି ଶ୍ରୀକୃଷ୍ଣଙ୍କର। କିନ୍ତୁ ଏହି ଭକ୍ତମାନଙ୍କ ମଧ୍ୟରୁ ଗୋଟିଏ ପରମ ଭକ୍ତ ହେଉଛି ମହାତ୍ମା ବିଦୁର, ଯିଏକି କୌରବମାନଙ୍କ ପକ୍ଷରେ ରହି ମଧ୍ୟ ପାଣ୍ଡବଙ୍କୁ ଖୁବ୍ ଭଲ ପାଉଥିଲେ। ସେ ଗୋଟିଏ ଦାସୀପୁତ୍ର ହୋଇ ମଧ୍ୟ ମହାଭାରତର କାଳରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା। ନିଜର ବିଚାର ଶକ୍ତି ଓ ବୁଦ୍ଧିମତା କାରଣରୁ ସେ ହସ୍ତିନାପୁରର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତି ପାଇଥିଲେ ଏବଂ ଉଭୟ କୌରବ ଓ ପାଣ୍ଡବଙ୍କ ଦାଦା ମଧ୍ୟ ଥିଲେ। ଏତେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଥାଇ ମଧ୍ୟ ବିଦୁର ମହାଭାରତରେ ନିଜର କୌଣସି ଅସ୍ତିତ୍ୱ ରଖିପାରିଲେ ନାହିଁ। ଏପରିକି ବିଦୁର କୁରୁକ୍ଷେତ୍ର ଯୁଦ୍ଧରେ ଯୁଦ୍ଧ କରିବା ପାଇଁ ମଧ୍ୟ ମନା କରିଦେଇଥିଲେ। କିନ୍ତୁ ମୃତ୍ୟୁ ପୂର୍ବରୁ ନିଜର ଶେଷ ଇଚ୍ଛା ପ୍ରଭୁ ଶ୍ରୀକୃଷ୍ଣଙ୍କୁ କହିକି ଯାଇଥିଲେ। ସେ ଶ୍ରୀକୃଷ୍ଣଙ୍କୁ କହିଥିଲେ, ପ୍ରଭୁ, ପୃଥିବୀ ପୃଷ୍ଠରେ ଏତେ ଭୟଙ୍କର ଯୁଦ୍ଧ ଦେଖି ମୁଁ ଆତ୍ମଗ୍ଲାନି ଅନୁଭବ କରୁଛି। ମୋର ଶେଷ ଇଚ୍ଛା ହେଉଛି ମୋର ମୃତ୍ୟୁ ପରେ ମୁଁ ନିଜ ଶରୀରର ଗୋଟିଏ ଅଂଶ ମଧ୍ୟ ଏହି ପୃଥିବୀ ଉପରେ ଛାଡ଼ିକି ଯିବି ନାହିଁ। ତେଣୁ ମୋର ଶେଷ ଇଚ୍ଛା ହେଉଛି ମୋର ମୃତ୍ୟୁ ପରେ ନା ମୋତେ ପୋଡ଼ାଯାଉ, ନା ମୋତେ ପୋତାଯାଉ, ନା ଜଳରେ ପ୍ରବାହିତ କରାଯାଉ। ମୋର ମୃତ୍ୟୁ ପରେ ଆପଣ ମୋତେ ସୁଦର୍ଶନ ଚକ୍ରରେ ପରିବର୍ତ୍ତନ କରିଦିଅନ୍ତୁ। ଏବଂ ଏହାପରେ ଶ୍ରୀକୃଷ୍ଣ ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ ମୁଁ ନିଶ୍ଚିନ୍ତ ଭାବରେ ତୁମର ଏହି ଶେଷ ଇଚ୍ଛା ପୂରଣ କରିବି। ମହାଭାରତର ଯୁଦ୍ଧ ସମାପ୍ତ ହେବା ପରେ ଯେତେବେଳେ ପଞ୍ଚୁ ପାଣ୍ଡବ ବିଦୁରଙ୍କୁ ସାକ୍ଷାତ କରିବା ପାଇଁ ଜଙ୍ଗଲରେ ପହଞ୍ଚିଥାନ୍ତି, ସେତେବେଳେ ବିଦୁର ଯୁଧିଷ୍ଠିରଙ୍କୁ ଦେଖିବା କ୍ଷଣି ନିଜର ପ୍ରାଣତ୍ୟାଗ କରନ୍ତି ଏବଂ ଯୁଧିଷ୍ଠିରଙ୍କର ଶରୀରରେ ତାଙ୍କ ଆତ୍ମା ସମାହିତ ହୋଇ ଯାଆନ୍ତି। ଏହି କଥା ଯେତେବେଳେ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ କୁହନ୍ତି,
ଶ୍ରୀକୃଷ୍ଣ କହିଲେ ବିଦୁର ଧର୍ମରାଜଙ୍କର ଅବତାର ଥିଲେ ଏବଂ ତୁମେ ସ୍ୱୟଂ ଧର୍ମରାଜ, ସେଥିପାଇଁ ସେ ପ୍ରାଣତ୍ୟାଗ କରି ତୁମ ମଧ୍ୟରେ ସମାହିତ ହୋଇଗଲେ। କିନ୍ତୁ ମୁଁ ବିଦୁରଙ୍କୁ ଦେଇଥିବା କଥା ନିଶ୍ଚିନ୍ତ ପୂରଣ କରିବି। ଏହା କହି ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ରଙ୍କୁ ଅନୁମତି ଦେଇଥିଲେ ବିଦୁରଙ୍କ ଶବକୁ ନିଜ ମଧ୍ୟରେ ସମାହିତ କରି ନେବା ପାଇଁ ଏବଂ ସୁଦର୍ଶନ ଚକ୍ର ମଧ୍ୟ ତାହା କରିଥିଲେ। ଏହାପରେ ଯୁଧିଷ୍ଠିର ସ୍ୱର୍ଗରେ ପହଞ୍ଚିବା ପରେ ବିଦୁରଙ୍କ ଆତ୍ମା ମଧ୍ୟ ସ୍ୱର୍ଗରେ ପହଞ୍ଚିଥିଲା। ଏମିତି କିଛି କଥା ମହାଭାରତରେ ଘଟିଥିଲା। ସାଙ୍ଗମାନେ, ମୁଁ ଜାଣିଛି ନିଶ୍ଚିନ୍ତ ଭାବରେ ଆପଣମାନେ ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ, ବହୁତ କୁନି କୁନି ପିଲା ଏହା ବିଷୟରେ ଜାଣିନଥିବେ। ସେଥିପାଇଁ ମୁଁ ମନରେ ଭାବିଲି କି ଏମିତି କିଛି ଆପଣଙ୍କ ପାଇଁ ଭିଡ଼ିଓ ଆଣିଦେବି ଯାହାକି ଆପଣମାନେ ଜାଣିନଥିବେ। ମୁଁ ସେଥିପାଇଁ ଆପଣମାନଙ୍କୁ ରିକ୍ୱେଷ୍ଟ କରୁଛି, ଆପଣଙ୍କୁ ଯେକୌଣସି ବିଷୟରେ ବି ଜାଣିବାର ଅଛି, ଆପଣ ଯେକୌଣସି ବିଷୟରେ ବି ମୋ ଠାରୁ ଜାଣିବାକୁ ଚାହୁଁଛନ୍ତି, କୌଣସି ବି କଥା ହେଉ, ଆପଣଙ୍କର କୌଣସି ବି କଥା ଆପଣମାନେ ମୋତେ କମେଣ୍ଟ ମାଧ୍ୟମରେ ଜଣାଇ ପାରିବେ। ଆପଣ ଯଦି କମେଣ୍ଟ ମାଧ୍ୟମରେ ଜଣାଉଛନ୍ତି ତାହେଲେ ନିଶ୍ଚିନ୍ତ ଭାବରେ ଆପଣଙ୍କର ଯାହା ବି ଦରକାର ମୋ ଠାରୁ, ଆପଣ ଯାହା ବି ମୋ ଠାରୁ ଜାଣିବାକୁ ଚାହୁଁଛନ୍ତି, ମୁଁ ନିଶ୍ଚିନ୍ତ ଭାବରେ ଆପଣମାନଙ୍କ ପାଇଁ ଭିଡ଼ିଓଟିକୁ ବନେଇବା ପାଇଁ ଚେଷ୍ଟା କରିବି। ନିଶ୍ଚିନ୍ତ ଭାବରେ ମୋ ଦ୍ୱାରା ଯେତିକି ହୋଇପାରିବ ମୁଁ ଆପଣଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବି। ଭଗବାନ ଶ୍ରୀକୃଷ୍ଣଙ୍କର ଦେଖନ୍ତୁ କେତେ ବଡ଼ ଭକ୍ତ ବିଦୁର। ଭକ୍ତ ଯେତେବେଳେ ଭଗବାନଙ୍କୁ କିଛି ମାଗିଥାଏ ସେତେବେଳେ ଭଗବାନ କେବେ ଭକ୍ତକୁ ମନା କରିପାରନ୍ତି ନାହିଁ। ଯଦି ଆପଣମାନେ ବି ବିଦୁର ଭଳି ଭକ୍ତ ହେବାକୁ ଚାହୁଁଛନ୍ତି ତାହେଲେ ଭଗବାନଙ୍କୁ ଭଲ ପାଇବା ଆରମ୍ଭ କରିଦିଅନ୍ତୁ। ଏବେଠାରୁ, ଆଜିଠାରୁ ମନରେ ଭକ୍ତିଭାବ କରିବା ଆରମ୍ଭ କରିଦିଅନ୍ତୁ, ଯାହାଦ୍ୱାରା କି ଆପଣଙ୍କର ମନସ୍କାମନା ନିଶ୍ଚିନ୍ତ ଭାବରେ ପୂର୍ଣ୍ଣ ହେବ। ଆପଣ ମନରେ ଭାବୁଛନ୍ତି ଆମେ ତ ମନରେ ବହୁତ କିଛି ମନକାମନା ରଖୁଛୁ, ହେଲେ ଆମ ମନସ୍କାମନା ଆମର ପୂରଣ ହେଉନାହିଁ। କାହିଁକି ପୂରଣ ହେବ ନାହିଁ? ନିଶ୍ଚିନ୍ତ ଭାବରେ ଆପଣମାନଙ୍କର ମନସ୍କାମନା ପୂର୍ଣ୍ଣ ହେବ ଯଦି ଆପଣମାନେ ଭକ୍ତି ଭାବରେ, ମନ ଭିତରେ ଯଦି ଭକ୍ତି ରଖି ଆପଣମାନେ ଯଦି ଭଗବାନଙ୍କୁ ଡାକୁଛନ୍ତି ତାହେଲେ ବିଦୁରଙ୍କ ଭଳି ଆପଣ ବି ମନରେ ଯାହା ଚାହୁଁଛନ୍ତି ଆପଣ ନିଶ୍ଚିନ୍ତ ଭାବରେ ତାହା କରିପାରିବେ। ସେଥିପାଇଁ ଆପଣମାନଙ୍କୁ ଭଗବାନଙ୍କୁ ସ୍ମରଣ କରିବାର ଅଛି, ପୂଜାପାଠ କରିବାର ଅଛି। ଭଗବାନଙ୍କୁ ପାଇବା ପାଇଁ ହେଲେ ଆପଣଙ୍କୁ ବହୁତ କିଛି କରିବାକୁ ପଡ଼ିବ, ମେହନତ କରିବାକୁ ପଡ଼ିବ। ସେମିତି କେବେ ଆପଣ ମନ ଭିତରେ ଆପଣଙ୍କର ଗୋଟିଏ, ହେଲେ ଆପଣ ଉପରେ ଦେଖେଇ ହେଉଛନ୍ତି ଲୋକଙ୍କ ଆଗରେ ଗୋଟିଏ। ଆପଣଙ୍କୁ ମନରୁ ବି ଭଲ ହେବାର ଅଛି, ଲୋକଙ୍କ ସାମ୍ନାରୁ ମଧ୍ୟ ଆପଣମାନଙ୍କୁ ଭଲ ହେବାର ଅଛି। ଯଦି ଆପଣମାନେ ଭଲ ନ ହେବେ ତାହେଲେ ଆପଣ ଯେଉଁଟା ମନରେ ଭାବୁନାହାନ୍ତି କି ମୁଁ ମନରେ ଭାବୁଛି ଭଗବାନଙ୍କୁ ମୁଁ ଏତେ ଡାକୁଛି, ଭଗବାନ ମୋ କଥା ଶୁଣୁନାହାନ୍ତି। ଭଗବାନ ଆପଣ ଯେତେ ବି ଡାକିଲେ, ଯେତେ ପୂଜା ଅର୍ଚ୍ଚନା କଲେ, ଯେତେ ଭୋଗ ଲଗାଇଲେ ଠାକୁରଙ୍କ ପାଖରେ, କେବେ ଭଗବାନ ଆପଣଙ୍କ କଥା ଶୁଣିବେ ନାହିଁ କି ଆପଣଙ୍କ ମନସ୍କାମନା କେବେ ବି ପୂର୍ଣ୍ଣ ହେବ ନାହିଁ। ଆଶା କରିବି ମୋର এই ଭିଡ଼ିଓଟି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ରେ କ୍ଲିକ୍ କରିବେ, କାରଣ ଆମ ଚ୍ୟାନେଲରେ ଯେବେ କିଛି ନୂଆ ମୋଟିଭେସନାଲ୍ ଭିଡ଼ିଓ ଛଡ଼ାଯିବ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଲାଇକ୍, କମେଣ୍ଟ, ସେୟାର କରିବାକୁ ଭୁଲିବେ ନାହିଁ। କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଭାବରେ ଆପଣମାନେ କ'ଣ ଜାଣିବାକୁ ଚାହୁଁଛନ୍ତି ନିଶ୍ଚିନ୍ତ ଭାବରେ ଆପଣମାନେ ଯଦି କମେଣ୍ଟ କରିବେ, ଆପଣଙ୍କ କମେଣ୍ଟ ମାଧ୍ୟମରେ ଆମେ ଭିଡ଼ିଓ ବନେଇବା ପାଇଁ ଚେଷ୍ଟା କରିବୁ। କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଭାବରେ ଆପଣମାନଙ୍କର ମତାମତ ରଖନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ।